ନିରଞ୍ଜନ ପୁଣି ଭାରତୀ ଭଲ ପାଉଛି। n plus b ଖାଲି n plus b କୁ କାନ୍ତିରେ କୁ ନାଇଁ କାନ୍ତିରେ ଥିବ। ତାପରେ କୋଉଠି ଥିବ ସେ ଆମର କୂଅ ମନ୍ତି ଲାଗିନା କୂଅ ପାଖେ ଇଟାରେ କଲାରେ ଲେଖାଇଥିବ ସେତିକି ଆକା କଣ ଲେଖାଇଥିବ n plus b। ପୁଣି ଭାରତୀକୁ ଭଲ ପାଉଛି। କାହାର ଘର କି ସେ ପୋଲିସ ଘର କି ଇଏ ବାବା ଏ ନିରଞ୍ଜନ ଏ ମାଷ୍ଟର ପିଲା ତାକେ ଭଲ ପାଇଲାନି ଇଏ ବାବା ବୋଲି କରି କେତେ ହିନସ୍ତା ବାପା ମା ମୁଣ୍ଡ ଟେକି ବୁଲି ପାରୁନଥିଲେ ସଦା ନାଇଁ ଲାଜ ତାକୁ ରାତାର ସେ ଲିଭାଇବାର ଲୋକ ଲାଗୁଥିଲେ ଲିଭାଉଥିଲେ କିଏ ଲେଖଲା ସେତିକି ଲାଜ ସରମ ଥିଲା। ଏବେ ସେ ଲାଜ ସରମ ନାଇଁନି ଏବେ ବୁଲ ରେ ବୁଲ ପାପରେ ଗୋଟେ ପ୍ରଦୂଷିତ ସମାଜରେ ବାସ କରୁଛୁ। ପାପରେ ମୋର ପ୍ରିୟ ଭାଇ ଭଉଣୀ ମାନେ ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆଜି ବାକ୍ୟ ଶୁଣିଲା ବେଳକୁ ଆମେ ଜଗତରେ ଅଛୁ ସତ କଥା, ବେଶୀ ସମୟ ନାହିଁ ଭାଇ ଭଉଣୀ ମାନେ, ଜଗତରେ ଆମର ରହିବାଟା ବେଶୀ ସମୟ ନାହିଁ, ଅଳ୍ପ ସମୟ। କାରଣ କଣ ଏ ଶୈତାନର ରାଜତ୍ବ ଏ ଭଣ୍ଡ ଖ୍ରୀଷ୍ଟର ରାଜତ୍ବ ଆସିପାରୁନାହିଁ। କାହିଁକି ଖ୍ରୀଷ୍ଟଙ୍କର ଲୋକମାନେ ଅଛନ୍ତି। ଯେତେବେଳେ ଖ୍ରୀଷ୍ଟଙ୍କର ଲୋକମାନେ ପୃଥିବୀକୁ ଛାଡିଦେବେ, ଏ ଜଗତକୁ ବିଶ୍ୱାସ ମାନେ ଛାଡିଦେବେ, ସେଦିନ ଜଗତ ପାଇଁ ଭୟଙ୍କର ସମୟ ଥିବ। ମନୁଷ୍ୟର ପରିକଳ୍ପନା ବି କରିପାରିବନି ସେମିତି ସମୟ ଆସୁଛି। ଖାଲି ମଣ୍ଡଳୀ ଯାଉ, କାରଣ ମଣ୍ଡଳୀ ଜଗତରେ ଥିବା ପର୍ଯ୍ୟନ୍ତ, ବିଶ୍ୱାସୀ ମାନେ ଜଗତରେ ଥିବା ପର୍ଯ୍ୟନ୍ତ, ସାଧୁ ଭକ୍ତ ମାନେ ଜଗତରେ ଥିବା ପର୍ଯ୍ୟନ୍ତ ଏ ଜଗତ ଉପରକୁ ସେ ଭଣ୍ଡ ଶୈତାନର ରାଜତ୍ବ ଆସିପାରିବ ନାହିଁ। ପ୍ରକାଶିତ ବାକ୍ୟ 3 ପର୍ବ 10 ପଦରେ ମଣ୍ଡଳୀକୁ ପ୍ରଭୁ ସେ ପ୍ରତିଜ୍ଞା ଦେଇଛନ୍ତି। ଆମେ ମଣ୍ଡଳୀରେ କାହିଁକି ଅଛୁ? କୋଉ ମଣ୍ଡଳୀରେ ମଧ୍ୟ କାହିଁକି ଅଛୁ? ଜଗତକୁ ଛାଡି ପାପକୁ ଛାଡି ମଣ୍ଡଳୀ ଭିତରେ ଆସିଛୁ। କଣ ପାଇଁ? ପ୍ରଭୁ ମଣ୍ଡଳୀକୁ ନେବା ପାଇଁ ଆସୁଛନ୍ତି। ଆଉ ମଣ୍ଡଳୀ ଥିବା ପର୍ଯ୍ୟନ୍ତ ଜଗତରେ ନରକର ବଳ ପ୍ରକାଶିତ ହେଇପାରିବ ନାହିଁ, ପ୍ରବଳ ହେଇପାରିବ ନାହିଁ, ଶାସନ କରିପାରିବ ନାହିଁ। ଦେଖନ୍ତୁ ପ୍ରକାଶିତ ବାକ୍ୟ 3 ପର୍ବ 10 ପଦ, ତୁମେ ଆମ୍ଭର ଧୈର୍ଯ୍ୟର ବାକ୍ୟ ରକ୍ଷା କରିଅଛ, ଏହେତୁ ପୃଥିବୀ ନିବାସୀ ମାନଙ୍କୁ ପରୀକ୍ଷା କରିବା ନିମନ୍ତେ ସମସ୍ତ ଜଗତ ଉପରକୁ ଯୋଉ ପରୀକ୍ଷା କାଳ ଆସିବ ସେଥିରୁ ଆମେ ମଧ୍ୟ ତୁମକୁ ରକ୍ଷା କରିବୁ। ଜଗତ ଉପରକୁ ଯୋଉ କ୍ଲେଶ ଆସିବ ସେଇଥିରୁ ମଣ୍ଡଳୀ ରକ୍ଷା ପ୍ରାପ୍ତ ହେଇଯିବ। ହାଲେଲୁୟା। ସେଇଥିପାଇଁ ଆମେ ଆଶାବାଦୀ ଅଟୁ, ଭରସାରେ ଅଛୁ ଯେ ଜଗତ ଉପରକୁ ତ ଆସିବ। ଯେନ ପ୍ରଭୁଙ୍କୁ ମାନୁନାହାନ୍ତି, ପ୍ରଭୁଙ୍କୁ ଗ୍ରହଣ କରୁନାହାନ୍ତି, ତାଙ୍କର ଅବସ୍ଥା ଛାଡନ୍ତୁ କଣ ହେବା ପାଇଁ ଯାଉଛି। ଆଉ ଖ୍ରୀଷ୍ଟିଆନ ବୋଲି ମଧ୍ୟ ଯଦି ଠିକରେ ଜୀବନ କାଟୁନା, ସତର୍କ ଥାନ୍ତୁ। କାରଣ ଯେତେବେଳେ ତୁରୀ ଶବ୍ଦ ହବ, ଜୀବନ ଯଦି ଭଲ ନଥିବ ରୂପାନ୍ତରିତ ହେଇପାରିବେ ନାହିଁ। ଏବେ ଠକୁଛୁ ଆମେ, ଆମର ଜୀବନ ଭଲ ନାହିଁ, ଚରିତ୍ର ଭଲ ନାହିଁ, ସ୍ୱଭାବ ଭଲ ନାହିଁ, ତଥାପି ଭଲ ଥିଲା ପରା ଦେଖାଇ ହଉଛୁ। ସେଇଦିନ ସବୁ ଧରା ପଡିବେ। ତୁରୀ ବାଜିଲା ପରେ ଆହୁରି କିଛି ନାହିଁ, ଛଟପଟ ହେବେ। ସେମାନେ ବଞ୍ଚିବେ ମୋର ପ୍ରିୟ ମାନେ, ବଞ୍ଚି ପାରିବେ ନାହିଁ, ବଞ୍ଚି ପାରିବେ। ସବୁର ପ୍ରସ୍ତୁତି ଚାଲିଛି। ଆଗ କଣ ଥିଲା? ଗାଁ ମାନଙ୍କର ସରକାର ବୋରିଂ ଖୋଲି ଦଉଥିଲା କି ନାହିଁ? ବୋରିଂ ଖୋଲି ଦଉଥିଲା, କୂଅ ଖୋଲି ଦଉଥିଲା। ଏବେ ପାଣି କେତେ ଦେବେ? ପୁଣି କୋଉଠୁ ଗୋଟେ ପାଣି ଆସିବ, ସେଟା ପାଇଁ ସବୁ ଗାଁକୁ କନେକ୍ସନ କରାହଉଛି। ସବୁ ଗାଁକୁ ୱାଟର କନେକ୍ସନ। କଣ ପାଇଁ? ଯେ ସମୟ ଆସିବ ସେ ପାଣି ମିଶା ନେବା ପାଇଁ ଆପଣଙ୍କୁ ଶୈତାନର ଚିହ୍ନ ଦରକାର ପଡିବ। ଆଗ କରେଣ୍ଟ ବିଲ୍ ଥିଲା ଡାଇରେକ୍ଟ, ଆମେ ଡାବୁ ବାନ୍ଧୁଥିଲୁ ଆସୁଥିଲା। କାଟବା ପାଇଁ ଆମର ଖମ୍ବରେ ଚଢବାକୁ ପଡୁଥିଲା। ଏବେ ଆପଣଙ୍କୁ ଖମ୍ବରେ ଚଢି କାଟବା ଦରକାର ନାହିଁ, ସିଆଡରୁ ଡାଇରେକ୍ଟ ଡାବୁ ନ ବାନ୍ଧିଲେ କରେଣ୍ଟ ବନ୍ଦ, ସିଧା ଭାରି ଆସିବ। ତମେ ପଇସା ବାନ୍ଧିନ, ପଇସା ବାନ୍ଧିଲେ କରେଣ୍ଟ ଆସିବ। ମୋର ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆଗାମୀ ସମୟରେ ଯୋଉ ବିପତ୍ତି ଆସିଛି ଲୋକ ଜାଣିନାହାନ୍ତି। ଭଉଣୀ ମାନେ, ତମର ଆଧାର କାର୍ଡ କୋଉଠି ଅଛି? ଆଧାର କାର୍ଡ କୋଉଠି ଅଛି? ସବୁ ଦୋକାନରେ ଅଛି, ଅଛି କି ନାହିଁ? ସବୁ ଦୋକାନରେ ଆଧାର କାର୍ଡ। ଭୋଟର କାର୍ଡ କୋଉଠି ଅଛି? ସବୁ ଦୋକାନରେ ଅଛି। ଆପଣଙ୍କର ବ୍ୟାଙ୍କ ପାସବୁକ୍ କୋଉଠି ଅଛି? ବାହାରେ ବୁଲୁଛି। ଟିପ ଚିହ୍ନ କୋଉଠି ଅଛି? ସବୁଠି ଟିପ ଚିହ୍ନ ଦେଇଛୁ, ସେଟା ଅଛି। ଆଖି ଡିମାର୍କ ଚିହ୍ନ କୋଉଠି ଅଛି? ବାହାରେ ଅଛି। ହେଲେ ତମର ପାଖରେ କିଛିଟା ଅଛି? ଲାପାମୁନ୍ଦା ଅଛି। ଯେତେବେଳେ ଚାହିଁବେ ତମର ସବୁ ଡାବୁକେ ରୁଣ୍ଡାଇ କରି, କିଛି ନଥିବ, ତମର ଘର ନଥିବ, ଜମି ନଥିବ, କିଛି ନାହିଁ। ତମର ଜମି ଯଦି କେ ନେବା ପାଇଁ ଚାହିଁବ, ଡକୁମେଣ୍ଟ ବନାଇବ, ତମର ଚିହ୍ନ ସବୁ ପକାଇ ଦେବ। ଟିପ ଚିହ୍ନ ଅଛି, କପି କରି ପକାଅ। ଆଧାର କାର୍ଡ ପକାଅ, ଭୋଟର କାର୍ଡ ପକାଅ, ସବୁ କାର୍ଡ ପକାଅ। ସେଲ ଡିଡ୍ ପରା ହେଟି ବାହାରିଲା ବୋଲେ କିସ୍ କରବ? ଆଗକୁ ଦେଖନ୍ତୁ କଣ ହେବା ପାଇଁ ଯାଉଛି।
बैंक रे जेमन सुना रखिछन्ती सावधान बैंक सुना केबे जीव काको जणा नै सम्मान आपन को सुना बोलियाटा बनाइबे और लोकर रोकी देबे सम्मान ओजन कले सेतकी देखबा पाई सेंती रूप रंग भी सेंती अपन मुकले आनबे वर्षे पर कला हेबो कु बैंक को जे मागबे आदि काको जे कहिबे जदि से माने रत्न भंडार रत्न को छाडू नै महाप्रभु के पिंदेला सुना बेटी नउछदी बोल तमो सुना नेबे नै महाप्रभु के मेरा डर भय नै महाप्रभु के पिंदेला सुना पूजारी बेटी नउछि से डर पाई मंदिर रे सीसी कैमरा अछि जो महाप्रभु सीसी कैमरा भरसा रे बंचुछि से महाप्रभु तुमके कोन रक्षा करबो प्रिय माने जो महाप्रभु को सरकार रक्षा करूछि से महाप्रभु हमको कोन रक्षा करबो कोन ईश्वर सरकार दया ना सरकार ईश्वर को दया चलबो आम लोक जानी नांती आगामी समय जो विपत्ति आसुची जो भयंकर समय आसुची ना टंका ना चाकरी ना वाणिज्य ना व्यवसाय ना ज्ञान किसी रक्षा करि पारबो नाही खाली मंडली जाऊ प्रिय भाई भनी माने से भंड ख्रीष्टर राजत्व काहे की जगत को आसी पारु नाही आपण जानि छथि आपण जो देखिबे द्वितीय थेसलोनिकियो तारो 2 पर्व द्वितीय थेसलोनिकियो 2 पर्व ता 7 पद पढ़ले जानि परिबे काहे की हेई पारु नाही अधर्मर निगुड़ तत्व वर्तमान सुधा कार्य करूछि बाधा दउथिबा व्यक्ति दूरीकृत न हेबा पर्यंत ता कार्य करूथिबो कौन हम ये अधर्म पुरुष कार्य करुछि किंतु प्रकाशित कहीं हेई पारु नाही ताकू बाधा दउथिबा व्यक्ति से भंड को बाधा दउथिबा व्यक्ति से अंधकार शक्ति को बाधा दउथिबा व्यक्ति से ख्रीष्टर राजत्व को बाधा दउथिबा व्यक्ति से व्यक्ति होची मंडली मंडली होची गोटे व्यक्ति आ सेई व्यक्ति काको बाधा दउछि न देखंतु चर्च भांगबा की दरकार गाँ गाँ को भूली चर्च भांगु भांगी भांगी बुलु मद दुकान भांगी देखु तो चर्च कहीं भांगु कारण शैतान को चर्च बेसी कष्ट लगुच चर्च रे के माने बसंती जन पाप छाड़ी व्यभिचार छाड़ी चोरी छाड़ी मद छाड़ी पाप छाड़ी से माने चर्च थिबे आ से माने ही प्रभु को राज्य को जिबे से शैतान देखि पारने चर्च को बेगी भांगा मुई देखि पारु नहीं काहे कि चर्च केंती लागु जे शैतान को तर आखि रे खुटा ठेसला परा लागु चर्च माने कोन चर्च होची शैतान रो आखि रे खुटा ठेसला बोला तार भूखे पाखना लादी हेला परा लागुची एटा थिबा जे से आसी पारबो नाही सेतै बाया बिकल होची ए मद खाऊ गंजे खाऊ मन की जानबे चर्च काई भागु चंदी बोली ए मत आत्मा द्वारा चालित होचंदी आत्मा द्वारा चालित ए माने कोन प्रभु को दास मान को मारो को गोटे गुंडा को मारी देखंतु गोटे मद बिकु को मारी देखंतु पास्टर को जदी मारू चंती गोटे मद दुकान को मारी देखंतु चब्ब 4टा गुंडा लगाई करी कारण शैतान काई कोन करछि ए पालो कमांड को मारो ए चर्च को भांगो ए मन थिबा जाए मुई आसी पारबी नाही केते लोक मारबो जीसु तो हमर भितरे बसी छंती हमर हृदय रे अछंती जो दिन प्रभु को लोक माने से राज्य को स्थानांतरित होई जिवे सेई दिन ए आसीबो काई की प्रिय माने मंडली जीवार अछि भंड ख्रीष्टर आगमन पाई अनुमति देबा पाई आमे थिबा जाए आसी पारबो नाही आमे गोला पर आकाश आसबो जीसु कहीं आसुचंती जीसु आसुचंती गोटे काम पाई हमको जो प्रतिज्ञा करथिले कि नहीं मुई जोटी थिबी तमे सिटी थिबो से प्रतिज्ञा को पूरा करबा पे आसुचंती कोन कहितिले से जोहन 14 पर्व 1 2 3 रे मोर पिता को गृह रे अनेक वासस्थान अछि आ मुई जोटी थिबी तमे मिसा सिटी आका थिबो ए प्रतिज्ञा पूरा करबा को हमको नेबा पे आसुचंती ए घर ए द्वार ए जमी बाड़ी ए संपत्ति बाड़ी इतिहास थिबो आमे अनंत काल स्थायी राज्य स्वर्ग राज्य को चली जीवु सेइत पई जीसु आसुचंती से राज्य को नेबा पई ए राज्य को न छाड़ले से राज्य रे जाई हबो नै मोर प्रिय भाई बहन माने आमे जो जगत रे बसवास करूछु मस्त देखंतु फिलिपियो तारो 3 पर्व 20-21 पद फिलिपियो 3:20-21 आम्भे माने तो स्वर्गर प्रजा हालेलुया कुटर प्रजा स्वर्गर प्रजा मा माने एबाटे देखो हां मुंड तले करबो ना हैला मुंड तले करबो ना मुंड टेकर देखबो कारण हमर कथा अछि हेटा मुंड को निंदुमा बोली करी कोन हेटा मुंड को निंदुमा मुंड टेकी कर देखबो हैला
प्रभु आमको अनुग्रह करंतु आमाने होची कोन स्वर्गर प्रजा भारतर भी प्रजा स्वर्गर भी प्रजा आमे भारतर भी नागरिक स्वर्गर भी नागरिक भारतर नागरिक कहीं भारतर जन्म होइछु भारतर नागरिक आमे सब भारतर नागरिक आमे भारतर प्रजा किंतु आमे स्वर्गर भी प्रजा भारतर नागरिक केमती हेलु भारतर जन्म होइतिबार भारतर नागरिक हेलु स्वर्गर नागरिक केमती हेलु पुनर्जन्म पाइतिबार स्वर्गर नागरिक भारत होची हमर जन्मसिद्ध अधिकार आ स्वर्ग होची हमर पुनर्जन्म सिद्ध अधिकार तो जेते लोक यीशु को ग्रहण करिसंती से माने स्वर्गर नागरिक अटंती आमे माने तो स्वर्गर प्रजा से स्थान मध्य आमे माने त्राणकर्ता प्रभु यीशु ख्रीष्ट को आगमनर अपेक्षा रे अछु कोन अपेक्षा रे अछु आगमनर अपेक्षा रछु आउरी किछि अपेक्षा नाही आउरी किछि नाही आउरी डोकरा आसी कहबो कि हमको अच्छा दिन आने वाला है बोली नहीं अच्छा दिन आने वाला है कार पाई तुरी बादले जवन मेघमाला को जीवे से मान को पाई सबुर पाई अच्छा दिन नहीं अच्छा दिन उन्हीं लोगों के लिए जो मैंने यीशु को ग्रहण करिसंती उद्धार पाइसंती पाप क्षमा पाइसंती आमर पाई अच्छा दिन कोटी स्वर्ग जीवु सेटा पे तो गाउछु पुरा आने वाला है यीशु आने वाला है जाने वाले हैं हम तो जाने वाले हैं हमको बचाने वाला तुमको बचाने वाला सबको बचाने वाला यीशु आने वाला है हम तो जाने वाले हैं वो आने वाला है हम जाने वाले हैं बाकी सब लोग करो चाटने वाले हैं ए माने सब राबे दुई हाथे एबे यीशु तांको भल लागु नाही एबे यीशु को ग्रहण करबे नाही यीशु लोक मानबे जो दिन पलाइबु दुई हाथे राबे एटा मान राबे हिंदी कहले कोन चाटेंगे प्रिय माने जो दिन आमे चली जीवु सेई दिन एमान को अवस्था एमिति हेबो तांकर चिंतार बाहरे जानी नहांती आमे काहे कि यीशु को ग्रहण करिछु आमे ए बई जुडा कहूची मानुछु आमर पाई दुईटा संविधान गोटे अछि भारत संविधान भारत रे केमती थिबार अछि आमे संविधान को मानवा लोक माने भारत संविधान को मानवा लोक माने आर गोटे संविधान अछि स्वर्गर संविधान एटा को मिसा आमे मानुछु एटा मानले कोन बु स्वर्ग को जीवु भारत संविधान भारत रहिबा पे स्वर्गर संविधान स्वर्ग जीवा पे आ स्वर्गर संविधान हमको कोन कहूची उद्धार प्राप्त लोक माने से माने जीवे कोठी की जीवे प्रभु को राज्य को जीवे तार अपेक्षा रछु तापर 21 पद से अपनार जो कार्य साधक शक्ति द्वारा समस्त विषय को निजर बसीभूत करि पारंती तो द्वारा आम मान छारो शरीर कि शरीर छारो तो शरीर को देखी तो बोल को देखो हाथ को देखो एटा कि शरीर छारो खाली छारो नहीं चुचाई छारो ए छारो शरीर ए छारो शरीर पाई मैं कलबल होछु किटा खाइबे काटा पिंदिबे केंति बांधिबे केंता करिबे अरे छारो शरीर प्रभु आपन पाई स्वर्ग बनाई छंती स्वर्ग आशीर्वाद रखी छंती ए शरीर जत्न नेबे नहीं कोन खाइबो कोन पीबो कोन पिंदबो एटा हमर टेंशन नहीं प्रिय भाई भोनी माने मु पुनी कहबा पाई चाहे मां माने जतकी ग्रुप रन नहीं छो सब दिन आंटू माडी प्रार्थना करबो मुक्त होबा पाई अरे आपन को ग्रुप रे जो 20 लोक अछो कि नहीं कि ना हेले बाबा दिले कहि देथिबे जो 20 लोक अछो कि नहीं से 20 लोक कोन करबो एटलीस्ट सप्ताह थरे प्रार्थना करबो ग्रुप वाला ले जाउ छो कि नहीं सर नमस्कार डाबू बेटे दे आछो कि नहीं ए सब ग्रुप वाली माने एटलीस्ट सप्ताह थरे को सार पाको जीवो प्रभु को पाक जीवर कहबो प्रभु भूल रे प्रभु नहीं आसलु दया कर क्षमा कर मुक्त करो बोली मुक्त हो जाओ छिड़ी जाओ सेटा आ जो दिन ऋण मुक्त हबो से दिन गोटे शैम्पू रे मुंड थइबो जो मान लेखि तो मां मन को कहि दो हैला जो ऋण मुक्त हबो जे मान कहबो मुई कहलाटे से आज्ञा कहउथिले लो को शैम्पू हेले से शैम्पू ना होची ऑल क्लियर शैम्पू की शैम्पू ऑल क्लियर
ଆମେ କହୁଛୁ କି ନାଇଁ ଯୋଉଦିନ ଋଣ ସୁଝିବି କି ନାଇଁ ଲୋ କ୍ଷୀର ସାଙ୍ଗେ ମୁଣ୍ଡ ଧୋଇବି, କ୍ଷୀର ସାଙ୍ଗେ ମୁଣ୍ଡ ଧୋଇବା ଦରକାର ନାହିଁ। କଣ କରିବ ତମେ? ଅଲ୍ କ୍ଲିୟର ଶ୍ୟାମ୍ପୁ। କହିବେ ହଇଲ ନାନୀ তুই তো চিক শ্যাম্পু লগে মুড় ধৌতিলু লো, ডোভ শ্যাম্পু লগে ধৌতিলু, আজি কাইকে লো অল ক্লিয়ার বলে কবে নাই লো সবু গ্রুপ সরি গলা পাই আজি অল ক্লিয়ার। তারপরে আর ঋণ আনবো নাই। আমার ভৌণী মানে কোন পাই ঋণ আনিছন্তি? ভৌণী মানে নিজর পাই আনি নাতি, মোকে আনি দেই থালো, মুই সুঝবি, মুই 20,000 আনলে তোতে 5,000 দেবি, মুই 15,000 নেবি, মাত্র মুই সুঝবি লো বললা। আনলা কি নাই লো? আনলা। 5,000 দেই 15,000 সে নেলা কি নাই লো? নেলা। এবে চুটুচি কে কানরে আনিছিল? বাসন্তী আনিছিলা। কাকু আনি ଦେଇଥିଲା? সুকান্তিକୁ আনি ଦେଇଥିଲା। ডাবুকে বাঁধবো? বাসন্তী বাঁধবো যে আনি ଦେଇଛି তার না লিস্ট এবে বাঁধুଛନ୍ତି। যদি ସୁନାବା ନା କାହାକୁ ଦଉଛ ସାବଧାନ ହେଇଥାନ୍ତୁ, ମିଳିବ ନାହିଁ। ବାନ୍ଦା କରି ଖାଇଦବ ସେ। ପରେ କହିବ ଦେବି ଲୋ ଦେବି, କେନେ ପାଲାଉ ନାହିଁ ଦେବି। ସେ ଗୋଟେ ଦେବୀ ମୁଲକେ ଦେ ନାହିଁ, ଏଟା ଦ୍ୱିତୀୟ ଦେବୀ। ଏ ମିଶା ଦେବ ନାହିଁ। ଅନେକ ଭଉଣୀ ମାନେ ଜୋର ଦୁକା ଧାପା ହେଇଛନ୍ତି, ବିପି ଆସି ଯାଇଛି, ଥମନା ଗୁପି ଯାଇଛି, ଛାଇ ଲାଗୁଛି। କାହିଁକି? ସୁନା ବେଟି ଲୁଚାଇ କରି ଦେଇଛନ୍ତି। ଦେଲୋ ମତେ ବିଶ୍ୱାସ ନାହିଁ କିଲୋ, ମତେ ବିଶ୍ୱାସ ନାହିଁ କି ତାକେ ବିଶ୍ୱାସ କରିଛନ୍ତି। ପ୍ରିୟ ମାନେ ଯେତକେ ଋଣ ନେବା ଲୋକ ଗ୍ରୁପ ବାଲି ମାନଙ୍କୁ ମୁଲକେ ବିଶ୍ୱାସ କରବ ନାହିଁ। ଏମାନେ ଦେବେ ନାହିଁ। କଣ ବୋଲି କହିବେ? ଏଲୋ ବୁଧବାର ଦିନକୁ ଦେବି ଲୋ, ବୁଧବାର। କୋଉ ବୁଧବାର? କ୍ୟାଲେଣ୍ଡର ନଥିବା ବୁଧବାର ସେ କହୁଛି। ବର୍ଷ ଯାଏ ବର୍ଷ ହେବ କୋଉ ବୁଧବାର ଖାଇବ ନାହିଁ, ସେ ବୁଧବାର ନଥିଲା ବୁଧବାର। କଣ ବୋଲି କହିବ? 5 ତାରିଖକୁ ଦେବି ଲୋ, 5 ତାରିଖକୁ ଦେବି ନାହିଁ ବୋଲି ମୋତେ କୁକୁର ବୋଲି କହ। তুই কুকুর হে কি বাঘ হে কি ঠেকুয়া হে, তোর 5 তারিখ তো আইব নাই। মুই ଦେଇছি কায়ে, মুই কার কথা কହୁছি? বুধবার দিন বাবু এইଠି এতেবেলে এই স্থাନରେ আনি দেবি। সে বুধবার নাই নি আরি 5 তারিখ ফিটাইলি বলে বাবু মকে তুই ক কিস্টা বলি কইবি? মোর রোড বাটা ঘেন্ডি যাଉଛି আরি। ভাল আছো মামি সে ভাল আছে? আছো। তুই কেমতি আছিস? আছে। প্রিয় ভাই ভଉଣୀ ମାନେ ସମସ୍ତଙ୍କୁ କହୁଛି, ଆଗାମୀ ସମୟ ଭୟଙ୍କର ସମୟ ଥିବ। ଆପଣ ମାନେ ପ୍ରସ୍ତୁତ ହେଇକି ରୁହନ୍ତୁ। ଏ ଜଗତ ଉପରକୁ ବିପତ୍ତି ଆସୁଛି, ଲୋକମାନଙ୍କୁ କିଛି ମିଶା ଅଣ୍ଟବ ନାହିଁ। ସମସ୍ୟା ଆପଣ କଣ କରିବା ଅଛି? ଏ ଛାର ଶରୀର ପାଇଁ ଚିନ୍ତା କରି ଋଣଗ୍ରସ୍ତ ହୁଅ ନାହିଁ। ଏ ଛାର ଶରୀର କେମିତି ରୂପାନ୍ତରିତ ହବ ଆପଣ ସେଇଥିପାଇଁ ପ୍ରସ୍ତୁତ ଥାନ୍ତୁ। ଏ ଛାର ଶରୀର ରୂପାନ୍ତରିତ ପାଇଁ প্রভু যীশু কাহিଁକି ଆସୁଛନ୍ତି? ଏ ଛାର ଶରୀରକୁ ରୂପାନ୍ତରିତ କରିବା ପାଇଁ ଯୀଶୁ କାହିଁକି ଆସୁଛନ୍ତି? ମୁଁ କହୁଥିଲି ମହାକ୍ଲେଶ ପୂର୍ବରୁ ଆସିବେ, ମଣ୍ଡଳୀ ଉଠାଇ ନିଆଯିବ। ଆପଣ ଦେଖନ୍ତୁ ମସ୍ତ ମାଥ୍ୟୁ ତାର 24 ପର୍ବ 31 ପଦ। ମାଥ୍ୟୁ 24 ତାର 31 କଣ ଲେଖା ଯାଉଛି ଦେଖନ୍ତୁ। ମାଥ୍ୟୁ 24 ତାର 31 ପଦ ଲେଖା ଯାଉଛି, ଆଉ ସେ ମହାତୁରୀ ଧ୍ୱନି ସହିତ ଆପଣ ଦୂତ ମାନଙ୍କୁ ପ୍ରେରଣ କରିବେ, ସେମାନେ ଆକାଶର ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ଚତୁର୍ଦିଗରୁ ତାଙ୍କର ମନୋନୀତ ଲୋକମାନଙ୍କୁ ଏକତ୍ର କରିବେ। କଣ ପାଇଁ ଆସୁଛନ୍ତି ପ୍ରଭୁ? ତାଙ୍କର ମନୋନୀତ ଲୋକମାନଙ୍କୁ ଏକତ୍ର କରିବା ପାଇଁ। ଏବେ ଚାରିଆଡେ ଛିନ୍ନ ଛତ୍ର ହେଇ ଅଛୁ, ସବୁ ଦେଶରେ, ସବୁ ରାଜ୍ୟରେ, ସବୁ ଗ୍ରାମରେ ତୁରୀ ବାଜିବ। ତାଙ୍କର ମନୋନୀତ ଲୋକମାନେ ଏକତ୍ରିତ ହେବେ। କୋଉଠି ହେବେ? ମେଘମାଳାରେ ହେବେ। ତାପରେ ସଙ୍କଟ ଆସିବ। ବାଇବଲର ପରମେଶ୍ୱର ସବୁକୁ ମିଶାଇ ଦଣ୍ଡ ଦେବେ ନାହିଁ। ସେଇଦିନ ଯେତେବେଳେ ପ୍ରଭୁ କଣ କହୁଛନ୍ତି? ଆମେ ସ୍ଥାନକୁ ନଷ୍ଟ କରିବା ପାଇଁ ଯାଉଛୁ, ଧ୍ୱଂସ କରିବା ପାଇଁ ଯାଉଛୁ। ସେଇ ସମୟରେ କଣ ବୋଲି କହିଲେ ପ୍ରଭୁ? ଆପଣ ଆଦି ପୁସ୍ତକ 18 ପର୍ବ 23 ପଦରେ ଦେଖିପାରିବେ। କଣ ଲେଖା ଯାଉଛି? ପ୍ରଭୁ ତୁମେ ଦୁଷ୍ଟ ଲୋକକୁ ଆଉ ସାଧୁ ଲୋକକୁ ମିଶାଇକରି ଦଣ୍ଡ ଦେବ କି ପ୍ରଭୁ? ସେ କହିଲେ ନାହିଁ, ମୁଁ ସେମିତି କରିବି ନାହିଁ। ଆଗ କଣ କରିବି? ସାଧୁ ମାନଙ୍କୁ ବାହାର କରି ନେଇଯିବି, ତାପରେ ଦୁଷ୍ଟ ମାନଙ୍କୁ ଦଣ୍ଡ ଦେବି। ନୋହଙ୍କ ସମୟରେ ବି ସେଇଟା କହିଥିଲା। ନୋହ ଜାହାଜରେ ପ୍ରବେଶ କଲା ପରେ ହିଁ ଜଳ ପ୍ଲାବନ ହେଇ ପୃଥିବୀ ବିନଷ୍ଟ ହେଇଥିଲା। ସଦମ ହମରାରୁ ଲୋଟ ବାହାରି ଗଲା ପରେ ହିଁ ଅଗ୍ନିବୃଷ୍ଟି ହେଇଥିଲା। ମଣ୍ଡଳୀ ପୃଥିବୀରୁ ଉଠାଇ ନିଆଗଲା ପରେ ହିଁ ସଙ୍କଟର କାଳ ଆସିବ। ଆପଣ ମାନେ ମଣ୍ଡଳୀ ସହିତ ଯିବା ପାଇଁ ପ୍ରସ୍ତୁତ ଥାନ୍ତୁ।
প্রস্তুত থাকতু। এটা ছাড় শরীর, কিন্তু প্রভু আসিলে এই শরীর গৌরবযুক্ত শরীর হব, গৌরবযুক্ত শরীর হব। মোর প্রিয় ভাই ভଉଣୀ মানে ମୋର ଶରୀର ବି କେତେଟା ରୋଗ ଥିବ ଜାନା ନାହିଁ। ଯଦି ମୁଁ ଚେକିଂ କରିବାକୁ ଯିବି 40 ବର୍ଷ ପରେ ଯିବା କଥା ଡକ୍ଟର ପାଖରେ ଟିକେ ଚେକିଂ କରିବା ପାଇଁ କି ରୋଗ ହେଲା ପାଇଁ। ମୁଁ 50 ବର୍ଷ ହେଲା ଯାଉନାହିଁ। କାହିଁକି ଯାଉନାହିଁ? ରୋଗ ଥିଲେ ଥାଉ, ଯେତିକି ଦିନ ବଞ୍ଚବାଟା ବଞ୍ଚିବି, ସେବା କରିବି। ଯୋଉଦିନ ସେବା ସର୍ବଶେଷ ପ୍ରଭୁ କହିବେ ନିରଞ୍ଜନ ତୁ ରୁକ୍ ବୋଲବେ, ଆଜି କଣ ବୋଲି କହିବେ? ନିରଞ୍ଜନ ତୁ ରୁକ୍ ବୋଲେ କିଛିଟା ନିରଞ୍ଜନ ତୁଇ ରହିଯା, ରହିଯିବି, ସରିଗଲା ତୁ ରୁକ୍। ଆଜ୍ଞା ପୁଣି ମରିଗଲା, ମରିଯିବି ନାହିଁ, ରୁକ୍। ପ୍ରଭୁ କହିବେ ଯେବେ ରୁକ୍ ତେବେ ରୁକ୍। ସବୁଦିନ ଆସିବୁ ନାହିଁ। ଲୋକ କଣ କହୁଛନ୍ତି? ଆକେ ଡାକା ନାହିଁ, ଏ ହୁଡି ବୁଲିଲାନି, ବାୟା କୁକୁର ଚାବିଛି ତ, ଜଳାତଙ୍କ ରୋଗରେ ବୁଲୁଛି, ମୁଇଁ ହୁଡି ବୁଲୁଛି, ଜାଗ୍ରତ ହୁଅ, ସାବଧାନ ହୁଅ ବୋଲି କରି। ଦିନ ଆସିବ ପ୍ରଭୁଙ୍କର ମନୋନୀତ ଦାସ ମାନେ ଉଠାଇ ନିଆଯିବେ। ଯୋଉଦିନ ନୋହ ଜାହାଜରେ ପ୍ରବେଶ କଲା ସେଇଦିନ ପରିସ୍ଥିତି ଭୟଙ୍କର ହେଲା। ଯୋଉଦିନ ସଦମରୁ ଲୋଟ ବାହାରି ଗଲେ, ଯୋଉଦିନ ଏଇ ପୃଥିବୀରୁ ତାଙ୍କ ସାଧୁ ଭକ୍ତ ବିଶ୍ୱାସୀ ମାନେ ଉଠାଇ ନିଆଯିବେ, ତାପରେ ଏ ଜଗତରେ ରହିଲା ଭଳିଆ ଜାଗା ନଥିବ। ମୋର ପ୍ରିୟ ଭାଇ ଭଉଣୀ ମାନେ ଆଜି ବେଳ ଥାଉ ଥାଉ ପ୍ରସ୍ତୁତ ଥାନ୍ତୁ। ଯୀଶୁ କାହିଁକି ଆସୁଛନ୍ତି? ଏଟା ତ ଛାର ଶରୀର। ଗୋଟେ ପଦ ପଢି ପ୍ରାର୍ଥନା କରିବା ପାଇଁ ଯିବା। ପ୍ରଭୁ ଯୀଶୁ କାହିଁକି ଆସୁଛନ୍ତି? ପ୍ରଥମ କରନ୍ତୀୟ 15 ପର୍ବ 52 ପଦ। ପ୍ରଥମ କରନ୍ତୀୟ 15 ପର୍ବ ତାର 52 ପଦ ଲେଖା ଯାଉଛି, କିନ୍ତୁ ଏକ ମୁହୂର୍ତ୍ତରେ, ଚକ୍ଷୁର ପଲକରେ, ଶେଷ ତୁରୀ ଧ୍ୱନିରେ ଆମେ ମାନେ ସମସ୍ତେ ପରିବର୍ତ୍ତିତ ହେବା। ତୁରୀ ବାଜିବ ଆଉ ମୃତ ମାନେ ଅକ୍ଷୟ ଉତ୍ଥିତ ହେବେ, ପୁଣି ଆମେ ମାନେ ପରିବର୍ତ୍ତିତ ହେବା। କାରଣ ଏଇ କ୍ଷୟ ଶରୀରକୁ ଅକ୍ଷୟତା ରୂପ ବସ୍ତ୍ର ପରିଧାନ କରିବାକୁ ହେବ, ଏଇ ମର୍ତ୍ତ୍ୟ ଶରୀରକୁ ଅମରତା ରୂପ ବସ୍ତ୍ର ପରିଧାନ କରିବାକୁ ହେବ। ମୋର ପ୍ରିୟ ଭାଇ ଭଉଣୀ ମାନେ, ତେଣୁ ଏ ଶରୀର ପାଇଁ ଚିନ୍ତା କର ନାହିଁ। ମା ମାନେ ଶୁଭୁ ନାହିଁ ପୁରା ଟିକେ ନାଇଁ କି? ଆଶୀର୍ବାଦ ନ ଶୁଣି ପାରବାଟା ହଉଛି ଗୋଟେ ଆଶୀର୍ବାଦ। ଯଦି ସବୁ ଶୁଣବ ମୁଣ୍ଡ ଫାଟବ ତମର। ଏ ବୁଆରୀର କଲକଲ, ଏ ଟକିର କଲକଲ, ଏ ନାତିର କଲକଲ, ଏ ପିଲାର କଲକଲ ନ ଶୁଣିଲେ ଭଲ ହେଲା। ତମକୁ ଆଟା ଦୁକା କାହିଁକି ଆସିଛି? କେନେ ଯାଅ ନାହିଁ ବୋଲି କରି ହେଲା। ଆଟା ଦୁକା ଅଛି ଆଶୀର୍ବାଦ। ଆଟା ଦୁକା ଗୋଟେ ଆଶୀର୍ବାଦ। କାନେ ନ ଶୁଣବାଟା ଆଶୀର୍ବାଦ, ଆଖି ନ ଦେଖବାଟା ମିଶା ଆଶୀର୍ବାଦ। ଆଖି ନ ଦିଶିଲେ ମିଶା ପ୍ରଭୁକୁ ଆପଣ ଦେଖିପାରିବେ। ତେଣୁ ଆପଣ ଯେତିକି ଦିଶୁଛି ପ୍ରେଜ୍ ଦ ଲର୍ଡ ଥାନ୍ତୁ ହେଲା। ପ୍ରେଜ୍ ଦ ଲର୍ଡ। କେତେ ମା ମାନେ କଣ କରୁଛନ୍ତି? ଆଖି ଦିଶେ ନାହିଁ ବୋଲି ଆଖିରେ ନାଡିଆ ତେଲ ପକା ହେଉଛନ୍ତି। ସାବଧାନ ଥାଅ ହେଲା। ପ୍ରାର୍ଥନା ନାଡିଆ ତେଲ ଆଖିରେ ପକା ହେବ, ନାଡିଆ ତେଲ ଆଖିରେ ପକା ହେବା, କାନେ ନାଡିଆ ତେଲ ପକା ହେବା। କେତେ ନାଡିଆ ତେଲ ଖାଉଛନ୍ତି, ଏମିତି ହାତେ ନେଇକି ଅମୃତ ଓଷ ଖାଅ। ଆଜ୍ଞା ଆମର ପେଟ ଜଲା ପଡା, ଆଜ୍ଞା ପେଟ ଜଲା ପଡା ହେଲେ ଆଜ୍ଞା ଓଷ ଖାଅ। ବାସି ମାଣ୍ଡିଆ ପେଜ ଖାଅ ନାହିଁ ହେଲା। ବେଶୀ ମର୍ଚି ଖାଅ ନାହିଁ, ଅବେଲା ଯାଏ ରୁହ ନାହିଁ। ଆମର ମା ମାନଙ୍କୁ କାହିଁକି ପେଟ ଜଲା ପଡା ହଉଛି? ମା ମାନେ ସକାଳେ ଉଠି ରାନ୍ଧବା ଲୋକ କିଏ? ତମେ। ଅଣ୍ଡାକେ ଖୁଆଇ ପାଠେଇବା ଲୋକ କିଏ? ତମେ। ପିଲାଟୁକେ ଖୁଆଇ ପାଠେଇବା ଲୋକ କିଏ? ତମେ। ସବୁକେ ଖାଦି ପାଠେଇବା ଲୋକ ତମେ। 11ଟା ବେଳେ ସବୁ ଖାଇକରି ଗଲା ପରେ ଦାନ୍ତ କାଟି ଧରି ବାହାରବ, ଆରି ଘଷବ, ଦାନ୍ତ ଟିକେ ଘଷି ଆରି ଏମିତି ହଉଥିବାରି ବୋଲେ ଗାଁରେ ମୁଇଁ ଏକଲା ଦାନ୍ତ ଘଷୁଛି ବୋଲିଲା ଭଳିଆ। ଆରି କିଏ ଘଷତ ନାହିଁ। 11ଟା ଦାନ୍ତ ଘଷବ। ଆରି ମକେ ସକାଳେ ଖାଇବାକୁ ଇଚ୍ଛା ନାହିଁ, ଗାଦା ପାଦା ହେବି, ହାଇ ବୋଲି 3ଟା ବେଳେ ଖାଇବି। ଏ 3ଟା ବେଳେ ଖାଇକେ ଜଲା ପଡା ହେବ କି ନାହିଁ? ଏବେ ଖାଇବା ଟାଇମ ଠିକ କର ହେଲା। ଖାଇବା ଟାଇମ ଠିକ କର, ଶୋଇବା ଟାଇମ ଠିକ କର। এটা ছার শরীর। এই ছার শরীর দিনে রূপান্তরিত ହେବ, তার অপেক্ষারে থাও। তুরি বাজিব, তুরি বাজিলে মোর শরীর রূপান্তরিত ହେବ। মোর প্রিয় ভাই ভଉଣୀ মানে ଯୀଶୁ କାହିଁକି ଆସୁଛନ୍ତି? ସେ ଦେଇଥିବା ପ୍ରତିଜ୍ଞାକୁ ପୁରା କରିବା ପାଇଁ। ଆଉ ସେଇ ପ୍ରତିଜ୍ଞାର ଭରସାରେ ମୁଁ ଅଛି, ଆଉ ଅନ୍ୟ କିଛି ଭରସା ନାହିଁ। ପୃଥିବୀରେ ଗୋଟେ ଭୟଙ୍କର ପରିସ୍ଥିତି ପରିବର୍ତ୍ତନ ହେବ, ଗୋଟେ ବଢିଆ ସରକାର ଆସିବ, ସମାଜ ପୁଣି ସ୍ୱର୍ଗ ଭଳିଆ ହେଇଯିବ, ଓ ଲୋକମାନେ ବଦଳି ଯିବେ, ମଦ ଦୋକାନ ବନ୍ଦ ହେଇଯିବ, ଓ ଲୋକମାନେ ଭ୍ରଷ୍ଟାଚାରୀ ବନ୍ଦ ହେଇଯିବେ, ସବୁ ଶାନ୍ତିରେ ଚାଲିବ। ସେଟା ହେବ ନାହିଁ। ଆହୁରି ଜଗତ ଭ୍ରଷ୍ଟତାରୁ ଭ୍ରଷ୍ଟତା ଆଡକୁ ଯିବ, ମନ୍ଦତାରୁ ମନ୍ଦତା ଆଡକୁ ଯିବ, ଅସୁସ୍ଥତାରୁ ଅସୁସ୍ଥ, ଆହୁରି କଦର୍ଯ୍ୟ ଅବସ୍ଥା ହେବ ଯେତେବେଳେ ମଣ୍ଡଳୀ ଚାଲିଯିବ।
ମଣ୍ଡଳୀ ଥାଉ ଥାଉ ଯଦି ଏ ଅବସ୍ଥା ମଣ୍ଡଳୀ ଗଲେ କେମିତି ହେବ? ଯିବା ପାଇଁ ରେଡି ଥାନ୍ତୁ, ପବିତ୍ର ହେଇଥାନ୍ତୁ। ମୋର ପ୍ରିୟ ଭାଇ ଭଉଣୀ ମାନେ, ସ୍ୱର୍ଗ ଯିବା ପାଇଁ ଦୁଇଟା ବିଷୟ ଦରକାର। ମୁଁ ସବୁ ମିଟିଂରେ କୁହେ, ସ୍ୱର୍ଗ ଯିବା ପାଇଁ ଦୁଇଟା ବିଷୟ ଦରକାର। ଗୋଟେ ହଉଛି ଆପଣଙ୍କ ପାପ ସବୁ କ୍ଷମା ହେଇଥିବା ଦରକାର, ଆଉ ଆପଣ ପବିତ୍ର ଜୀବନ କାଟୁଥିବା ଦରକାର। ଆରେ କିଛି ଦରକାର ନାହିଁ, କିଛି ଦରକାର ନାହିଁ। ଆପଣ ଭାବବାଣୀ ନ କହିଲେ ବି ସ୍ୱର୍ଗକୁ ଯିବେ, ମାତ୍ର ପବିତ୍ର ହେଇଥିବାର ଅଛି। କୌଣସି ଆତ୍ମିକ ଦାନ ପାଇଛନ୍ତି ବଡ କଥା ନାହିଁ, ପବିତ୍ର ଆତ୍ମା ପାଇଛନ୍ତି କି? ପବିତ୍ର ଆତ୍ମା ଯଦି ଭିତରେ ଅଛନ୍ତି, ପବିତ୍ର ଜୀବନ କାଟନ୍ତୁ। ଏ ଦୁଇଟା ବିଷୟ, ଆଉ କିଛି ନାହିଁ। ଯଦି ପାପ ହେଇଗଲା ବାଇ ଚାନ୍ସ, ସାଙ୍ଗେ ସାଙ୍ଗେ କ୍ଷମା ମାଗବ, ଲୁଚାଇବ ନାହିଁ, টেম্পর ହେବ ନାହିଁ। କିଏ କରୁନାହାନ୍ତି ମୁଇଁ ଆକା କଲି କି ଏ ଫୁଟାଡ଼ି ମାରବ ନାହିଁ, କ୍ଷମା ମାଗବ। ଆଉ ଦ୍ୱିତୀୟ ବିଷୟ ହଉଛି ପବିତ୍ର ଜୀବନ କାଟବେ, ପବିତ୍ର ଜୀବନ କାଟବେ। ଏ ଗାଁରେ ପ୍ରଥମ ଥର ମୁଁ ଆସିଛି, ଆଉ ଦ୍ୱିତୀୟ ଥର କେବେ ହେବ ମୁଁ ଜାଣିନାହିଁ। ବାରମ୍ବାର ସୁଯୋଗ ବି ମିଳୁନାହିଁ। ବିଭିନ୍ନ ଜାଗାକୁ ଯିବାର ଅଛି, ଲୋକ ସଚେତନ କରିବାର ଅଛି, ଲୋକକୁ ବୁଝାଇବାର ଅଛି, ଏଇଥିପାଇଁ ଆକା ବୁଲୁଛୁ। ଥରେ ମତେ ଜଣେ ଲୋକ କଣ ବୋଲି କହୁଛି, ଦୁଇ ଲୋକ ଆଜ୍ଞା ତମେ ସ୍ୱାମୀ ସ୍ତ୍ରୀ ବାୟା ବାୟା ହେଇ କାହିଁକି ବୁଲବାର ଆଜ୍ଞା? ଘରେ ତ ହାଇ ବୋଲି ଥିଲେ ହେବ କି ନାହିଁ? ଆମକୁ ବି ହାଇ ବୋଲି ଥିବାକୁ ଜାନା ଜାନା। ମାସକୁ 3ଟା ମିଟିଂ କଲେ ଆମେ ଚଲିଯିବୁ, চলবো কি ନାହିଁ? প্রতি মাস 3টা মিটিং নেতু, আরে হাই বলি ঘরে থাকতো, দিন রাতি বলবার কি দরকার? এ পয়সা নিয়ে মেড় বাঁধবো না, গলা বলে প্রভুকে দেবো। আমাকে তো পিলা চিলা মিশা নাই, আমার তো আয়া বুয়া মিশা নাই যে তাকে খাইবাকে দেবো। মা অস খাইবো কি গো, হলিস খাইবো কি গো, মা বলবাকে মিশা নাই, বাবাকে চশমা কেন্দি বলে সে মিশা নাই, আমাকে পিলাটুকে মিশা নাই। পাঠ পড়াইবি, কলেজ পড়াইবি, তার ডাক্তার করবি, ইঞ্জিনিয়ার করবি, এ চিন্তা মিশা নাই। ডাবুনে কিস করবো তবে? সেইপাই মু মিটিং বালাକୁ বেশি পয়সা নিয়ে নাই। প্রিয় ভাই বোন মান মিটিং রে যাইଥିଲି, সে ইনভলভ কাটলি আর গনলি আর সে মিটিং বালাକୁ দেই দিলি, ধ্যান এটা রক বলি রকি তা মকে কি যথেষ্ট। কারণ সে ধান মান্ডিয়া বিক্রি করে মিটিং করেছিলা, তারটা ভূমি আনবি। সে মনে আসি মোর স্ত্রীকে কইদেলে, হই নানি দেখো তো সে মিটিং করবার পয়সা দউছিলা, আজ্ঞা ফেরাই দেলে বলি করে। এ মোর স্ত্রী মকে হুড়ি পকাইলে, হই মোর সে তো দউছিলা, তোমকু নেলে কি অসুবিধা হেলা? ମୁଁ କହିଲି କି ଅସୁବିଧା ହେଲା? ସେ ଲୋକ ଧାନ ମାଣ୍ଡିଆ ବିକି ମିଟିଂ କରୁଛି, ଲୋକ ଟିକେ ବାକ୍ୟ ଶୁଣୁଛୁ ବୋଲି ତା ଡବୁ ଆଣିବି, ଆଣିକରି କିସ୍ କରିବି? କଣ ପ୍ରିୟ ଭାଇ ଭଉଣୀ ମାନେ, ଏଇ ସେବା କାର୍ଯ୍ୟ ଡାବୁ ପାଇଁ ନାହିଁ, এটা অর্থ ପାଇଁ ନାହିଁ, ଆତ୍ମା ପାଇଁ। ଲୋକ ରକ୍ଷା ପାଆନ୍ତୁ, ରକ୍ଷା ପାଆନ୍ତୁ। ଏ ମିଟିଂ ବାଲା ମତେ କହିନାହାନ୍ତି 2ଟା ବାକ୍ୟ ଦେ ବୋଲି, ମୁଁ ୟାଙ୍କ ଉପରେ ପଡି କହିଲି, କହିଲି କି ନାହିଁ କି 2ଟା ବାକ୍ୟ ଦେଲେ ମୋ କଦିକି ଡାବୁ ଦେବା ନା? ଛିଡାଇ ଆସିଛି, 3ଟା ମେସେଜ ଦେଲେ, ଗୋଟେ ମେସେଜ କୁ 5,000, 2ଟା ହେଲେ 10,000, 3ଟା ହେଲେ 15,000 ଦେବ କି ନାହିଁ ଦେଖ ବୋଲି ନାହିଁ। ଖୁସିରେ ଯାହା ଦେଲେ ପ୍ରେଜ୍ ଦ ଲର୍ଡ। প্রিয় ভাই ভଉଣୀ ମାନେ, ଯଦି ମୁଇଁ ଖାଲି ଡାବୁ ପାଇଁ ବୁଲତି ବୋଲେ, ଓଡ଼ିଶାର ଅଧିକ ତ ପ୍ରଚାର କରି ବୁଲୁଛି, ମୁଇଁ ଅଧିକ ପ୍ରଚାର କରବା ଲୋକ, ମୁଇଁ ଦିନ ରାତି ପ୍ରଚାର ଥିବ ମୋର। ଯଦି ଡାବୁ ପାଇଁ ବୁଲତି ବୋଲେ, ଘରେ ଡାବୁ ଗଣବା ମେସିନ ରଖତି, ଗୋଟେ মেশিন ମୋ ସ୍ତ୍ରୀ ଧରି ବୁଲତେ, ଗୋଟେ মেশিন ମୁଇଁ কলে 50,000 কলে হেদে মো বুলি করে আনলা 2 লক্ষ আনলো, হেদে মো এ বুয়া গনি গনি বিচার লাগলা বে মো সই দেবা সকালକୁ গনবা বললা বলিয়া মেশিন লাগাই করে কোন করতো কলে কেতে হেলা মো, এটি 50,000 হেলা, এটা 50,000 মেশিন তো গনি গনি থান্তা। প্রিয় ভাই বোন মানে, এটা ব্যাপার নাই, এটা এটা সেবা কার্য। ଆପଣ ବେପାରୀ ମାନେ ସାବଧାନ ହେଇକି ଥାନ୍ତୁ, ଯେମାନେ ସେବା କାର୍ଯ୍ୟକୁ ବ୍ୟବସାୟ ବାଣିଜ୍ୟରେ ପରିଣତ କରୁଛନ୍ତି, ସାବଧାନ ଥାନ୍ତୁ, ପ୍ରସ୍ତୁତ ଥାନ୍ତୁ, ପ୍ରଭୁଙ୍କ ରାଜ୍ୟକୁ ଯିବା ପାଇଁ ରେଡିରେ ଥାନ୍ତୁ। ଯୀଶୁଙ୍କର ଆସିବାର ବେଳ ହେଇଗଲାଣି। କାରଣ ମଣ୍ଡଳୀ ଗଲା ପରେ ହିଁ ଏ ଜଗତକୁ ଭଣ୍ଡ ଖ୍ରୀଷ୍ଟ ଆସିବ, ଭଣ୍ଡ ରାଜତ୍ୱ ଆସିବ। ମଣ୍ଡଳୀ ଯିବା ପାଇଁ ପ୍ରସ୍ତୁତ ହଉଛି, ଆପଣ ବି ଯିବା ପାଇଁ ପ୍ରସ୍ତୁତ ଥାନ୍ତୁ, ଅପେକ୍ଷାରେ ଥାନ୍ତୁ, ଜାଗ୍ରତରେ ଥାନ୍ତୁ। କାରଣ ଆମେ ଜାଣିନାହୁଁ ପ୍ରଭୁ କେତେବେଳେ ଆସିବେ, କେଉଁ ମୁହୂର୍ତ୍ତରେ ଆସିବେ ଆମେ ଜାଣିନାହୁଁ, କିନ୍ତୁ ସେ ଆସିବାର ବେଳ ହେଇଗଲାଣି। ବାଇବଲର ଯେତିକି ସଂକେତ ଦେଖୁଛୁ, ସେ ଆସିବାର ସମୟ ହେଇଗଲାଣି। ଆଉ ସେ କେବେ ଆସିବେ ଜାଣିଛନ୍ତି? ମହାକ୍ଲେଶ ପୂର୍ବରୁ ଆସିବେ। ମହାକ୍ଲେଶ ପୂର୍ବରୁ ଗୋଟେ ପଦ ପଢି ପ୍ରାର୍ଥନା କରିବା ପାଇଁ ଯିବା। ପ୍ରଥମ ଥେସଲୋନିକ 5 ପର୍ବ 9 ପଦ, ଏ ପଦଟିଏ ପଢିବା ଆଉ ପ୍ରାର୍ଥନା କରିବା ପାଇଁ ଯିବା। ପ୍ରଥମ ଥେସଲୋନିକ 5 ପର୍ବ 9 ପଦ ଲେଖା ଯାଉଛି, କାରଣ ଈଶ୍ୱର ଆମ୍ଭମାନଙ୍କୁ କ୍ରୋଧର ପାତ୍ର ହେବା ନିମନ୍ତେ ନିରୂପଣ ନ କରି, ବରଂ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ପରିତ୍ରାଣ ପ୍ରାପ୍ତ ହେବା ନିମନ୍ତେ ନିରୂପଣ କରିଛନ୍ତି। କଣ ପାଇଁ? କ୍ରୋଧର ପାତ୍ର ହେବା ପାଇଁ ନୁହେଁ। ଏ ଜଗତ ଉପରକୁ କ୍ରୋଧ ଆସୁଛି, ଦଣ୍ଡ ଆସୁଛି, ଆଉ ଯେଉଁମାନେ ଯୀଶୁକୁ ବିଶ୍ୱାସ କରିଛନ୍ତି ସେମାନେ এই କ୍ରୋଧର ଶିକାର ହେବେ ନାହିଁ। ଏ କ୍ରୋଧର ସମୟ ଆସୁଛି, ପାଖେଇ ଆସୁଛି। ଜଗତର ଅବସ୍ଥାକୁ ଦେଖନ୍ତୁ,
ମୋର ପ୍ରିୟ ଭାଇ ଭଉଣୀ ମାନେ, ଏବେ ଲୋକମାନେ ବାୟା ବିକଲି ସୁନା କିଣୁଛନ୍ତି। ଆଗକୁ ସୁନା ରେଟ୍ ଆହୁରି ବଢିବ। ସୁନା କିଣି ରଖିଥାନ୍ତୁ। କଣ କରିବ? ସୁନା ଥିଲେ ସୁନାକୁ କାତରି କାତରି ବସିଥିବ। କଣ କରିବ? ରୋଗ ହେଲେ ସୁନାକୁ ଦେଖି ଏ ଦେ ସୁନା କଣ କରିବ? ଆଗକୁ ନା ରୋଗ ନା ସମସ୍ୟା ନା ବିପତ୍ତି ଆପଣଙ୍କୁ ପଇସା ରକ୍ଷା କରିପାରିବ ନାହିଁ। ସିଫୋନିଓ 1:18 ଲେଖା ଯାଉଛି, ପରମେଶ୍ୱରଙ୍କ କ୍ରୋଧର ଦିନରେ ସୁନା କି ରୂପା ତୁମକୁ ରକ୍ଷା କରିପାରିବ ନାହିଁ। ଏଟା ସିଫୋନିଓ 1:18 ଚିହ୍ନ କରି ରଖିଥାଉ। ଏ ସୁନା ରୂପା ପଛେ ଡାବୁକାଶ ପଛେ ଯିବା ଲୋକ ସାବଧାନ ହେଇଥାନ୍ତୁ, ପ୍ରସ୍ତୁତ ଥାନ୍ତୁ ପ୍ରଭୁଙ୍କର ଆଗମନ ସମୟ ଯିବା ପାଇଁ। ଆପଣ ସ୍ଥାନରେ ଠିଆ ହେବା, ପ୍ରାର୍ଥନା କରିବା ପାଇଁ ଯିବା। ସମସ୍ତେ ମୋର ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଯୀଶୁଙ୍କର ଆସିବାର ସମୟ ପାଖେଇ ଆସିଲାଣି। ଆମମାନଙ୍କୁ ଜଗତ ଛାଡିବାର ସମୟ ପାଖେଇ ଆସିଲାଣି। ଆମେ ମେଘମାଳାକୁ ଯିବା ପାଇଁ ପ୍ରସ୍ତୁତ ହେବା ଦରକାର। କାହିଁକି? ଏ ଜଗତ ଉପରକୁ ଯୋଉ ଦଣ୍ଡ ଆସିବା ପାଇଁ ଯାଉଛି, ଯୋଉ ଭୟଙ୍କର ବିପତ୍ତି ଆସିବା ପାଇଁ ଯାଉଛି, ଯାହା ମନୁଷ୍ୟର ପରିକଳ୍ପନା ନାହିଁ, ମନୁଷ୍ୟର ନଲେଜରେ ଯୋଉ ଚିନ୍ତା ଆସି ନାହିଁ, ସେଇ ପ୍ରକାର କ୍ଲେଶ, ସେଇ ପ୍ରକାର ସଂକଟ, ସେଇ ପ୍ରକାର ବିପତ୍ତି, ସେଇ ପ୍ରକାର ମହାମାରୀ, ସେଇ ପ୍ରକାର ଦୁର୍ଭିକ୍ଷ, ସେଇ ପ୍ରକାର ଅଶାନ୍ତି, ସେଇ ପ୍ରକାର ଯୁଦ୍ଧ ଆଗକୁ ଘଟିବା ପାଇଁ ଯାଉଛି। କେବଳ ପ୍ରସ୍ତୁତ ଜୀବନ କାଟନ୍ତୁ, ଜାଗ୍ରତ ଜୀବନ କାଟନ୍ତୁ, ପ୍ରଭୁଙ୍କ ରାଜ୍ୟ ପାଇଁ ଅପେକ୍ଷାରତ ଜୀବନ କାଟନ୍ତୁ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଭ୍ରମିତ ହୁଅନ୍ତୁ ନାହିଁ। ଆପଣ ଯେତେ ଆଶୀର୍ବାଦ ପାଇଲେ ମଧ୍ୟ ଏ ଜଗତରେ ଛାଡିକି ଯିବେ। ଆପଣ ରୋଗରେ ସୁସ୍ଥ ହେଲେ ମଧ୍ୟ ଏ ଜଗତରେ ରହିଯିବେ ଯଦି ଜୀବନରେ ପାପ ଥିବ। ସବୁଠାରୁ ବଡ ରୋଗ ହଉଛି ପାପ, ସବୁଠାରୁ ବଡ ସମସ୍ୟା ହଉଛି ପାପ। ସେଇ ପାପ ଆପଣଙ୍କୁ ସ୍ୱର୍ଗରୁ ବଞ୍ଚିତ କରିବ। ସୁସ୍ଥ ହେଇ ହୁଏ ତ 100 ବର୍ଷ ବଞ୍ଚି ପାରିବେ, କିନ୍ତୁ ପାପ ଥିଲେ ସ୍ୱର୍ଗ ରାଜ୍ୟରୁ ବଞ୍ଚିତ ହେବେ, ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିପାରିବେ ନାହିଁ। ଓ ମୋର ପ୍ରିୟ ଭାଇ ଭଉଣୀ ମାନେ, ଆସନ୍ତୁ ପ୍ରାର୍ଥନା କରିବା, ସମର୍ପିତ ହେବା। ସମସ୍ତେ 1 ମିନିଟ ପ୍ରାର୍ଥନା କରିବା, ସମସ୍ତେ ପ୍ରାର୍ଥନା କରିବା ପାଇଁ ଯିବା। ଓ ମୋର ପ୍ରିୟ ଭାଇ ଭଉଣୀ ମାନେ, ମୁଁ ପ୍ରଭୁଙ୍କ ଦାସ ଭାବରେ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଏଇ ସମୟକୁ ହାତ ଛଡା କର ନାହିଁ। ମୋର ଯୁବା ମାନେ, ଏଇଟା ପାପର ସମୟ, ମନ୍ଦତାର ସମୟ, ଦୁଷ୍ଟତାର ସମୟ। ପାପରେ ରୁହ ନାହିଁ। ମୋବାଇଲ ଦେଖିଲା ବେଳେ ସାବଧାନ, ସମ୍ପର୍କରେ ସାବଧାନ, ମଦ୍ୟପାନ କରିବା ସମୟ ନାହିଁ, ଏଟା ନିଶାସକ୍ତ ହେବାର ସମୟ ନାହିଁ, ପାପରେ ରହିବାର ସମୟ ନାହିଁ। ଆଜିଠାରୁ ଜୀବନକୁ ସଜାଡ଼ନ୍ତୁ, ଜୀବନକୁ ସଜାଡ଼ନ୍ତୁ। ଯଦି ମୋବାଇଲକୁ କଣ୍ଟ୍ରୋଲ କରିପାରୁନ, ମୋବାଇଲ କେତେଦିନ ବନ୍ଦ କରି ରଖିଦିଅନ୍ତୁ, ରିଚାର୍ଜ କରନ୍ତୁ ନାହିଁ କେତେଦିନ ପର୍ଯ୍ୟନ୍ତ। ଯଦି ରାତି ଯାକ ସିନେମା ଦେଖୁଛନ୍ତି, 2-3 ମାସ ଟିଭି ରିଚାର୍ଜ କରନ୍ତୁ ନାହିଁ, କରନ୍ତୁ ନାହିଁ। ଆପଣ ମାନେ ଯାହା ସହିତ ମିଶିବା ଦ୍ୱାରା ପାପର ପରିବେଶ ମିଶନ୍ତୁ ନାହିଁ। ଯୋଉ ଜାଗାକୁ ଗଲେ ଫାନ୍ଦରେ ପଡିବେ, ସେ ଜାଗାକୁ ଯାଆନ୍ତୁ ନାହିଁ। ପବିତ୍ର ହେଇକି ରୁହନ୍ତୁ, ଜାଗ୍ରତ ହେଇକି ରହିବା, ହାତ ଦୁଇଟି ସ୍ୱର୍ଗ ଆଡକୁ ଉଠେଇବା, ଆଉ ସମସ୍ତେ ସମର୍ପିତ ହେଇଯିବା। ଏଟା ସମର୍ପିତ ହେବାର ସମୟ। ଓ ମୋର ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ରୋଗ ସୁସ୍ଥ କରନ୍ତି, ପ୍ରଭୁ ଅଭାବ ଦୂର କରନ୍ତି, ପ୍ରଭୁ ଋଣ ମୁକ୍ତ କରନ୍ତି, ସମାଧାନ କରନ୍ତି। ତାଠାରୁ ପ୍ରଭୁ ଆପଣଙ୍କ ପାଇଁ ବଡ ବିଷୟ ସ୍ୱର୍ଗ ପ୍ରସ୍ତୁତ କରି, ସ୍ୱର୍ଗ ପ୍ରସ୍ତୁତ କରିଛନ୍ତି। ସେଇ ରାଜ୍ୟ ପାଇଁ ପ୍ରସ୍ତୁତ ହୁଅନ୍ତୁ, ସେ ରାଜ୍ୟ ପାଇଁ ଜାଗ୍ରତ ହୁଅନ୍ତୁ। ହାତ ଦୁଇଟି ସ୍ୱର୍ଗକୁ ଉଠାଇକି ଆମେ ସମର୍ପିତ ହୋଇ କହିବା, ପ୍ରଭୁ ମୁଁ ଆପଣଙ୍କ ହସ୍ତ ସମର୍ପିତ ହଉଛି, ମତେ ଦୟାକରି ସାହାଯ୍ୟ କର। ଓ ମୋର ପ୍ରିୟ ଭାଇ ଭଉଣୀ ମାନେ, ଏମିତି ସୁଯୋଗ ମିଳିବ ନାହିଁ। ପାପରେ ରୁହନ୍ତୁ ନାହିଁ, ଆପଣଙ୍କ ଶରୀର ରୂପାନ୍ତରିତ ହେଇପାରିବ ନାହିଁ। ଏ ଛାର ଶରୀର, ଏ ମୃତ୍ୟୁର ଶରୀର, ଏ ବିନାଶ ପ୍ରାପ୍ତ ଶରୀର, ଏ ରୋଗର ଶରୀର, ଏ ଶରୀର ପାଇଁ ୱରିଡ୍ ହୁଅନ୍ତୁ ନାହିଁ। ଟଙ୍କା ପଛରେ ଯାଇ, ଚାକରି ପଛରେ ଯାଇ, ବ୍ୟବସାୟ ପଛରେ ଯାଇ ଆତ୍ମା ନଷ୍ଟ କରନ୍ତୁ ନାହିଁ। ଚାକରି କରନ୍ତୁ, ପବିତ୍ର ଥାନ୍ତୁ, ବ୍ୟବସାୟ କରନ୍ତୁ, ପ୍ରଭୁରେ ଥାନ୍ତୁ। ଓ ମୋର ପ୍ରିୟ ଭାଇ ଭଉଣୀ ମାନେ, ମୁଁ ପ୍ରଭୁଙ୍କ ଦାସ ଭାବରେ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଆଜି ଆପଣମାନଙ୍କୁ ସତର୍କ